सेवा करिबा हेउछि मଣିଷର धर्म। सेवा करुथिबा व्यक्ति कष्ट पाइଥାଏ, हेले सफलता भी निश्चय हाथକୁ ଆସିଥାଏ। ओडिशारे साधारण निर्वाचन शेष पर्याय आसंता 1 तारिखରେ ହେବାକୁ ରହିଥିବା ବେଳେ ସାରସକଳା ନିର୍ବାଚନ ମଣ୍ଡଳୀର ବିଷୟଠାରେ ବିଷୟ ବିଜେଡି ପକ୍ଷରୁ ବିଷୟ ବାଇପାସ୍ ଠାରେ ବିଜେଡିର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟନ ହୋଇଯାଇଛି। सारसकणा विधानसभा बीजेडी प्रार्थी डॉक्टर देवाशीष मांडी फीता काटी कार्यालय गृह को उद्घाटन कर देवाशीष सहित जिला साधारण संपादक बुद्धिमान मंडल ब्लॉक कार्यकारी सभापति क्षीरोद कुमार नंद, ब्लॉक संयोजक बिरंची नारायण नंद, ब्लॉक युव सभापति सुनील महापात्र, छात्र सभापति सचिंद्र महंत, उत्कल रंजन महांती, एसटीसी सदस्य चंद्राय सोरेन, अशोक महापात्र, तपन गिरी, जिला छात्र संपादक सुभाषिष महंत, जिला युव संपादक राजीव नायक समेत ब्लॉक समस्त कार्यकर्ता उपस्थित थे। ଏହି ଅବସରରେ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଦେବାଶିଷ ଭାଇ ଜିନ୍ଦାବାଦ ନାରାରେ କାର୍ଯ୍ୟାଳୟ କମ୍ପି ଉଠିଥିଲା। କେବଳ ନିର୍ବାଚନ ସମୟରେ ବିଜେଡି ପ୍ରଚାର ପ୍ରସାର କରେନି, ସଦାସର୍ବଦା ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସହିତ ରହିଛି ବୋଲି କହିଛନ୍ତି। ତା ସହିତ ନିଜେ ମଧ୍ୟ ପୂର୍ବରୁ ଲୋକଙ୍କ ପାଇଁ ବହୁ ସେବା କରୁଥିଲି, ଆଉ ଆଗକୁ ମଧ୍ୟ କରିବେ ବୋଲି କହିଛନ୍ତି ଦେବାଶିଷ ମାରାଣ୍ଡି। ଆଉ ସାର୍ 4-5 ଦିନ ଇଲେକ୍ସନ ରହିଛି, ତ ସେ ବିଷୟରେ ଆପଣ କ'ଣ କହିବେ? ପ୍ରସ୍ତୁତି କେମିତି ହେଲା ଆପଣଙ୍କର? ଦେଖନ୍ତୁ, ନିର୍ବାଚନ ସରିଲା ପରଠୁ ବିଜୁ ଜନତା ଦଳ ପ୍ରସ୍ତୁତ ରୁହେ ପରବର୍ତ୍ତୀ ନିର୍ବାଚନ ପାଇଁ। ଏକଥା ଆପଣ ସମସ୍ତେ ଜାଣିଥିବେ ଏବଂ ସେ ଯେଉଁ ନିର୍ବାଚନ ଆୟୁଧ ହେଲା ବିକାଶ, ଉନ୍ନତି ଏବଂ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଗୋଟିଏ ହିଁ କଥା ଯେ ମାଆକୁ ସମାନ ଗାଁକୁ କାମ ଏବଂ କଥା କମ୍ କାମ ବେଶୀ, ଯେଉଁଟାକି ସେ ନାରା ଦେଇଥାନ୍ତି। ସେ ନାରାରେ ଆମ ସମସ୍ତଙ୍କର ଅତି ପ୍ରିୟ ଯେ କି ହୃଦୟର ସ୍ପନ୍ଦନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କର ଯେଉଁ ରହିଛି କାର୍ଯ୍ୟକ୍ରମ ଆପଣ ଦେଖିବେ ମାଆଙ୍କ ପାଇଁ ଆଜି ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆଜି ଆପଣ ଦେଖିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼, କାଳିଆ ଯୋଜନା, ଏମିତି ବହୁତ ଯୋଜନା ରହିଛି ଯାହାଫଳରେ ଆମେ ସବୁବେଳେ ପ୍ରସ୍ତୁତ ଥାଉ ନିର୍ବାଚନରେ ଲଢ଼ିବା ପାଇଁ। ଏବଂ ଆଜି ଦେଖିବେ ଗୋଟେ ନିର୍ବାଚନର ମାହୋଲ ରହିଛି ଏବଂ ଅଳ୍ପ କିଛି ଦିନ ଅଛି, ଏଥିପାଇଁ ବିଜୁ ଜନତା ଦଳ ପୁରା ପ୍ରସ୍ତୁତ ଅଛି। ଏଠି ଆମର ମଧ୍ୟ ଆପଣ ଦେଖିବେ ଗୋଟିଏ ଅଫିସ୍ ମଧ୍ୟ ଉଦ୍ଘାଟିତ ହୋଇଯାଇଛି ଏବଂ ବହୁତ ସୁନ୍ଦର ଭାବରେ ତାକୁ ସଜାଯାଇଛି ଏବଂ ଏଠିକାର ମାହୋଲ ଆପଣ ଦେଖିବେ ବିଷୟ ବ୍ଲକର ବିଜୁ ଜନତା ଦଳ କର୍ମୀମାନଙ୍କ ଭିତରେ ବହୁତ ଉତ୍ସାହ ରହିଛି। ଏଠି ଆମମାନଙ୍କ ଭିତରେ ଆମର ସଭାପତି କ୍ଷୀରୋଦ ନନ୍ଦ ମହୋଦୟ ଅଛନ୍ତି, ମଣ୍ଟୁ ଭାଇ, ଅଶୋକ ଭାଇଠୁ ଆରମ୍ଭ କରିକି ଯୁବ ସଭାପତି, ଛାତ୍ର ସଭାପତି ସମସ୍ତେ ଅଛନ୍ତି। ତ ସମସ୍ତଙ୍କର ଗୋଟେ ହିଁ ଚିନ୍ତା, ସମସ୍ତଙ୍କ ଗୋଟେ ହିଁ ଉଦ୍ଦେଶ୍ୟ କିଭଳି ଭାବରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବୁ ଏବଂ ବିଷୟ ବ୍ଲକ କଥା ଆପଣ ସମସ୍ତେ ଜାଣିଛନ୍ତି। ବିଷୟ ବ୍ଲକ ଗୋଟେ ଉନ୍ନତ ବ୍ଲକ ଏବଂ ଆଗାମୀ ଦିନରେ ଆମେ ସମସ୍ତେ ସାରସକଳା ନିର୍ବାଚନ ମଣ୍ଡଳୀ ହଉ କି ବିଷୟ ବ୍ଲକ ହଉ, ଆମେ ସମସ୍ତେ ଏହି ନିର୍ବାଚନ ମଣ୍ଡଳୀକୁ 1 ନମ୍ବର କରି ଗଢ଼ି ତୋଳିବୁ। ଏ ସଂକଳ୍ପ ସମସ୍ତେ ନେଇସାରିଛନ୍ତି ଏବଂ ସବୁ ସାରସକଣାବାସୀ ସମସ୍ତେ ସଂକଳ୍ପ ନେଇସାରିଛନ୍ତି ଯେ ନବୀନ ପଟ୍ଟନାୟକ ଭୋଟ ଦେବେ, ଶଙ୍ଖ ଚିହ୍ନରେ ଭୋଟ ଦେବେ। ତେଣୁ ମାହୋଲ ପୁରା ଗରମ ଅଛି, ଏଠି ଆମେ ସମସ୍ତେ ଜିତିବୁ, ସମସ୍ତେ ଆଶାବାଦୀ ଅଛୁ, ବହୁତ ଉତ୍ସାହ ରହିଛି ଏବଂ ଆଗାମୀ ଦିନରେ ବିଜୁ ଜନତା ଦଳ ସାରସକଳା ନିର୍ବାଚନରେ ଦଖଲ କରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପୂର୍ବରୁ ଆପଣ ମେଡିକାଲ କ୍ଷେତ୍ର ହଉ କୌଣସି ସେବା କ୍ଷେତ୍ର ହଉ ଆପଣଙ୍କୁ ବ୍ୟକ୍ତିତ୍ୱ ହିସାବରେ ଯିଏ ଭେଟନ୍ତି ତାଙ୍କୁ ସହଯୋଗ କରୁଥିଲେ, ଏବେ ଆପଣ ସାରସକଣାବାସୀଙ୍କ ନେଇ କ'ଣ କହିବେ? ଦେଖନ୍ତୁ, ସେବା ମଣିଷର ଗୋଟିଏ ଧର୍ମ। ସେବା କରି ଯେଉଁ ମଣିଷ ବାହାରେ ସେ ନିହାତି ତା ଜୀବନରେ ବହୁତ ଝଡ଼ଝଞ୍ଜା ଝାମେଲା ସାମ୍ନା କରେ ସତ, କିନ୍ତୁ ଜୀବନରେ କେବେ ନା କେବେ ସିଏ ସଫଳ ବ୍ୟକ୍ତିତ୍ୱ ହିସାବରେ ପରିଗଣିତ ହୋଇଥାଏ। ମୁଁ ମଧ୍ୟ ଡାକ୍ତର ଜୀବନରୁ ଲୋକମାନଙ୍କୁ ସେବା ଦେଇ ଆସିଛି ଏବଂ ବିଗତ ଦିନରେ ମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ କ୍ରମେ ମୁଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ୍ ଥିଲି ଏବଂ ସେଥିରେ ମଧ୍ୟ ବହୁତ ଆଦିବାସୀ ଭାଇ ଭଉଣୀମାନଙ୍କର ଯେଉଁ କଳା ସଂସ୍କୃତି ଐତିହ୍ୟ ପରମ୍ପରା ପାଇଁ ବହୁତ କାର୍ଯ୍ୟ କରିଛୁ ଏବଂ ମୁଁ ଭାବୁଛି ଆଦିବାସୀ ଭାଇ ଭଉଣୀଠୁ ଆରମ୍ଭ କରିକି ସମସ୍ତେ ଯେଉଁମାନେ କି ଆଜି ମୟୂରଭଞ୍ଜ ସହିତ ଜଡ଼ିତ ଅଛନ୍ତି, ମୟୂରଭଞ୍ଜ ସେଣ୍ଟିମେଣ୍ଟ ସହିତ ଜଡ଼ିତ ଅଛନ୍ତି, ଆଦିବାସୀ କଳା ସଂସ୍କୃତି ସହିତ ଜଡ଼ିତ ଅଛନ୍ତି, ସେମାନେ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ନିହାତି ପ୍ରଶଂସା କରୁଛନ୍ତି ଏବଂ ଏହି ପ୍ରଶଂସା ଫଳରେ ଏଇ ଯେଉଁ ତାଙ୍କର ଆଶୀର୍ବାଦ ଫଳରେ, ତାଙ୍କ ସ୍ନେହ ଆଦର ଫଳରେ ମୁଁ ଜାଣିଛି ସାରସକଣାବାସୀଙ୍କର, ସାରସକଣା ଭାଇ ଭଉଣୀ ମାଉସୀ ଗୁରୁଜନମାନଙ୍କର ସ୍ନେହ ଆଶୀର୍ବାଦ ନବୀନ ପଟ୍ଟନାୟକ ଉପରେ ରହିଛି ଏବଂ ସେହି ଆଶୀର୍ବାଦ ବଳରେ ଆମେ ଆଗାମୀ ନିର୍ବାଚନରେ ବହୁ ଭୋଟରେ ବିଜୟ ଲାଭ କରିବୁ, ଏତେ ତିଳେ ମାତ୍ର ସନ୍ଦେହ ନାହିଁ। ଏବଂ ଜୁନ୍ 4 ଦିନ ଆପଣ ଦେଖିବେ ଯେ ବିରୋଧୀ ଦଳ ଚିତପଟାଙ୍ଗ ହେଇଥିବେ ଏବଂ ବିଜୁ ଜନତା ଦଳ ବହୁ ଭୋଟରେ ବିଜୟ ଲାଭ କରିଥିବ। ଧନ୍ୟବାଦ। ବିଷୟରୁ ବିସି ସରଦାରଙ୍କ ରିପୋର୍ଟ, ASPN ନ୍ୟୁଜ୍।